ମାନনীୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି ବୃନ୍ଦ ତଥା ମୋର ଛୋଟ ଓ ବଡ଼ ଭାଇ ଓ ଭଉଣୀ, ଆଜି ହେଉଛି ଜାନୁଆରୀ ମାସ 23 ତାରିଖ। ଏହି ଦିନକୁ ସାରା ଦେଶରେ ନେତାଜୀ ଜୟନ୍ତୀ ରୂପରେ ପାଳନ କରାଯାଏ। ଏହି ପବିତ୍ର ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। 1897 ମସିହା ଜାନୁଆରୀ 23 ତାରିଖରେ କଟକଠାରେ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାତୀ ବୋଷଙ୍କ କୋଳରେ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ। 1921 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗ ଦେଇଥିଲେ। 1938 ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ବଳପୂର୍ବକ ସ୍ୱାଧୀନତା ହାସଲ କରିବାକୁ ଚାହୁଁଥିଲେ, ତେଣୁ ତାଙ୍କୁ 11 ଥର ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା। ନେତାଜୀ ଗାନ୍ଧିଜୀଙ୍କୁ ବହୁତ ସମ୍ମାନ କରୁଥିଲେ, କିନ୍ତୁ ତାଙ୍କର ଅହିଂସା ନୀତି ଉପରେ ସୁଭାଷ ବୋଷଙ୍କର ଭରସା ପାଉନଥିଲା। ତେଣୁ ସେ ଜର୍ମାନ ଯାଇ ଆଜାଦ ହିନ୍ଦ ନାମକ ଫୌଜ ଗଠନ କଲେ। ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ଥିଲା, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଦିଲ୍ଲୀ ଚାଲ ଏବଂ ଜୟ ହିନ୍ଦ। ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ପ୍ରଥମେ ନେତାଜୀ ବୋଲି ଡାକିଲେ, ଯାହାପରେ ତାଙ୍କର ପରିଚୟ ହେଲା। ତାଙ୍କର ନିର୍ଭୀକତା ଓ ଅସାଧାରଣ ସଂଗଠନାତ୍ମକ କାର୍ଯ୍ୟକଳାପରେ ଇଂରେଜ ସରକାର ବିଚଳିତ ହେଲା। ଇଂରେଜ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଜର ବନ୍ଦୀ ଅବସ୍ଥାରେ ରଖିବାକୁ ପଡ଼ିଥିଲା। ତାଙ୍କର ଜନ୍ମକୁ ଜାତୀୟ ପରାକ୍ରମ ଦିବସ ରୂପରେ ପାଳନ କରାଯାଏ। କୁହାଯାଏ ଯେ 18 ଅଗଷ୍ଟ 1945 ମସିହାରେ ଦୁର୍ଭାଗ୍ୟବଶତଃ ଗୋଟିଏ ବିମାନ ଯାତ୍ରା ସମୟରେ କେଉଁଠି ହଜିଗଲେ ତାହା ଭାରତ ଇତିହାସରେ ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି। ଯାହା ବି ହେଉ, ନେତାଜୀ ନିଜର କାର୍ଯ୍ୟ ବଳରେ ଆଜି ବି ଆମମାନଙ୍କ ମନରେ ଅମର ହୋଇ ରହିଛନ୍ତି। ଆଜି ନେତାଜୀଙ୍କର ଜନ୍ମ ଜୟନ୍ତୀରେ ଆମେ ତାଙ୍କୁ ମନେ ପକାଇବା ଓ ତାଙ୍କର ବିଚାରଗୁଡ଼ିକୁ ଆପଣାଇବା ପାଇଁ ସଂକଳ୍ପ କରିବା ଉଚିତ। ଏତିକି କହି ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ହିନ୍ଦ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଗୋଟିଏ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।